ଦୀର୍ଘ 500 ବର୍ଷ ତଳର କଥା। ଆମ ଦିବ୍ୟଧାମ ପୁରୀରେ ନନ୍ଦିଘୋଷ ଅଟକ ଯାଇଥିଲା ଲକ୍ଷ ଲକ୍ଷ ଭକ୍ତଙ୍କ ମେଳରେ ଜଣେ ବେଶ୍ୟା ପାଇଁ। ଆପଣମାନେ ଜାଣିଛନ୍ତି ରୂପଜୀବୀ ଯମୁନାର କଥା। ରୂପଜୀବୀ ଯମୁନା ଝାଡ଼ଙ୍ଗା ସାହିରେ ତା'ର ଘର। ଦିନେ ତା'ର ମନରେ ଜାଗୃତ ହେଲା, ଲୋକମାନେ ପାପ ପ୍ରକ୍ଷାଳନ ପାଇଁ ପୁରୀ ଆସୁଛନ୍ତି, ଅଥଚ ମୁଁ ଏ ଦିବ୍ୟଧାମରେ ରହି ଲୋକଙ୍କୁ ପାପୀ କରାଉଛି। ମୋ ଜୀବନରେ କ'ଣ ମୁକ୍ତି ନାହିଁ? ଜଗନ୍ନାଥଙ୍କୁ ଦେଖିବା ପାଇଁ ଯିବି, କିନ୍ତୁ ଏଇ କ'ଣ? ମନରେ ସିନା ଆଶା ରଖିଥିଲା। ଅରୁଣସ୍ତମ୍ଭ ପାଖରେ ପହଞ୍ଚିଛି କି ନାହିଁ, ପଣ୍ଡାମାନେ ଘେରିଗଲେ। କହିଲେ, ତୋ ଭଳି ପାପୀ ଯଦି ଶ୍ରୀମନ୍ଦିର ଯିବ, ରାଜା ଶୁଣିଲେ ଆମ ମୁଣ୍ଡ ରଖିବ ତ? ତୁ ଚାଲିଯା। ଭକ୍ତ ପ୍ରାଣ କାନ୍ଦି ଉଠିଲା। ଏତେ ଦିନର ଆଶା ଯାହା ଥିଲା ସବୁ ମଉଳିଗଲା। କିନ୍ତୁ ଜଗନ୍ନାଥ ହେଉଛନ୍ତି ସମର୍ପଣର ଠାକୁର। ଏକଥା ବୁଝିବାକୁ ସମୟ ହିଁ ବାକି ନଥିଲା। ଯମୁନା ଫେରୁଥାଏ। ସେତେବେଳେ ସେହି ବାଟରେ ଯାଉଥାନ୍ତି ବଳରାମ ମହାପାତ୍ର, କ୍ଷତ୍ରିୟ ଯୁବକ, ରୂପଗୁଣ ବଳବୀର୍ଯ୍ୟରେ ପରିପୂର୍ଣ୍ଣ। ଆସିଥିଲେ କାଳିଆ ପାଖକୁ। ଯମୁନାକୁ ଦେଖିବା ପରେ ଆଉ କୁଆଡ଼େ କାଳିଆ, ସିଧା ତା ପଛେ ପଛେ। ଆଉ ପ୍ରେମରେ ଉବୁଟୁବୁ। ଚକ୍ଷୁ ଯୁଗଳର ମିଶ୍ରଣ, ଆଉ ଭାବର ଆଦାନ ପ୍ରଦାନ। 22 ପାହାଚ ଚଢ଼ିବାକୁ ଆସିଥିବା ପାଦ ସିଧା ଝାଡ଼ଙ୍ଗା ସାହିକି ଚାଲିଗଲା ବେଶ୍ୟାଳୟକୁ। ଏତେ ଆକର୍ଷଣ ହେଇଗଲା ଯେ ସେ ଘରକୁ ଯିବା ପରିବର୍ତ୍ତେ ଯମୁନା ପାଖରେ ରହିବାକୁ ପସନ୍ଦ କଲେ। ଏକଥା ଏକାନ ସେକାନ ହେଇ ସୋମନାଥ ମହାପାତ୍ରଙ୍କ ନିକଟରେ ପହଞ୍ଚିଲା, ଯିଏ ଥିଲେ ବଳରାମ ମହାପାତ୍ରଙ୍କ ବାପା। ଏପଟେ ବାପା ସୋମନାଥ 80 ବର୍ଷର ହୋଇଯାଇଥାନ୍ତି। ପୁଅର ଏ କାରୁକାର୍ଯ୍ୟ ଶୁଣି କାଳିଆ ଠାକୁରଙ୍କୁ ଜବାବ ମାଗିଲେ, ରେ କାଳିଆ, ସତ କହ, ମୋ ପୁଅଟା କ'ଣ ଏମିତିକା ହୋଇଗଲା? ଲୋକଙ୍କ ଅପବାଦ ସହି ନ ପାରି ବଳିଆର ବାପା ଖୋଜିବା ପାଇଁ ଝାଡ଼ଙ୍ଗା ସାହିକୁ ଚାଲିଗଲେ, ହେଲେ ଶେଷରେ ନିରାଶ ହୋଇଗଲେ। ବଳରାମ ଏତେ ନାରୀ ମାୟାରେ ମଜି ଯାଇଥିଲା ଯେ ସେ ତାଙ୍କ ବାପାଙ୍କୁ ଜମିର ଚାକର କହିବାକୁ ପଛେଇ ନଥିଲେ। ସେଦିନ ଥିଲା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି। ଯମୁନାର କୋଳରେ ବଳରାମ। ଭାବ ଦିଆନିଆ ଚାଲିଥାଏ। ଶୃଙ୍ଗାର ରସରେ ଦୁଇ ପ୍ରାଣ ଏକ ମନ। ଠିକ୍ ସେହି ସମୟରେ ବଳରାମଙ୍କ କାନରେ ପଡ଼ିଲା ଘଣ୍ଟ ମର୍ଦ୍ଦଳ ହରିବୋଲ ହୁଳହୁଳିର ଶବ୍ଦ। ପୁରୀ ବଡ଼ଦାଣ୍ଡର ଈଶ୍ୱର ବଳିଆର କର୍ଣ୍ଣଗତ ହୋଇଥିଲା। ଯମୁନାକୁ ପଚାରିଲେ, ଯମୁନା, ଏ ଘଣ୍ଟ ମର୍ଦ୍ଦଳ ହରିବୋଲ ହୁଳହୁଳିର ଶବ୍ଦ କାହିଁକି? ଯମୁନା କହିଲେ, ଏଉଟା କାଳିଆ ସାଆନ୍ତଙ୍କ ଲୀଳା। ଆଜି ପରା ସେ ଭଗତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି। ଏତିକି ଶୁଣିବା ମାତ୍ରେ ସୂଚିମନ୍ତ ନ ହୋଇ ବଳିଆ ଦୌଡ଼ିଲେ ରଥ ପାଖକୁ। ଆରେ, ଯେ କାଳିଆର, ତାକୁ କିଏ ଅଟକାଇ ପାରିବ? କାମଦେବ ସିନା ଦୁଷ୍ଟତା କଲେ, ହେଲେ କାଳିଆ ଯାହାକୁ ଆକର୍ଷଣ କରେ, ତାର ଆକର୍ଷଣ ଆଗରେ କାମଦେବ ମଧ୍ୟ ଫିକା ପଡ଼ିଯାଇଥାନ୍ତି। ଏଥର ବଳିଆ ଭାବିଲେ, ଟିକେ କାଳିଆର ଦୌଡ଼ିଟିକୁ ଟାଣିଦେବି। ବଳିଆର ରୂପ ଦେଖି ଲୋକେ ସବୁ ହସିଲେ। ସମସ୍ତେ ଜାଣିଛନ୍ତି ଯମୁନା ପାଖରେ ରହୁଛି। ପୁଣି ବର୍ତ୍ତମାନ ଗାଲରେ ବେଶ୍ୟାର ଚୁମ୍ବନ, ଅପବିତ୍ର, ଅଶୁଦ୍ଧ ଅନେକ ଗଞ୍ଜନା ଓ ଚିତ୍ରାଘାତ ପଡ଼ିଲା ବଳିଆ ଉପରେ। ତ ଦୌଡ଼ି ଛୁଇଁବାକୁ ଦେଲେନି ପଣ୍ଡା ଦଳ। ଶେଷରେ ବଳରାମ କାଳିଆଙ୍କୁ ପ୍ରସନ୍ନ କଲେ। କାଳିଆ, ଏଉଟା କ'ଣ ତୋର ବଡ଼ପଣ? ତୋ ଭକ୍ତ ତୋରି ଆଗରେ ମାଡ଼ ଖାଉଛି ରେ। ତୁ ସାକ୍ଷୀ ଦେବୁନି? ହଉ ଠିକ୍ ଅଛି, ମୁଁ ଯାଉଛି। ପ୍ରକୃତରେ ଯଦି ତୋର ଭକ୍ତ ହେଇଥିବି, ଏ ବଳିଆ ନ ଛୁଇଁବା ଯାଏ ରଥ ଗଡ଼ିବନି କହୁଛି। ବଳରାମ ମହାପାତ୍ର ଚାଲିଲେ ବାଙ୍କି ମୁହାଣକୁ। ବାଲିରେ ରଥ ତିଆରି କଲେ। 3ଟି ରଥ। ଭକ୍ତିରେ ପରିପୂର୍ଣ୍ଣ ବଳିଆ। କାଳିଆ ଠାକୁରଙ୍କ ସହିତ ବଳରାମ ମା ସୁଭଦ୍ରାଙ୍କୁ ଡାକି ଆଣିଲେ ରଥକୁ। ରଥରେ ବସାଇଲେ। ବଡ଼ଦାଣ୍ଡରେ ସତକୁ ସତ ରଥ ଅଟକିଗଲା। ଲକ୍ଷ ଲକ୍ଷ ଭକ୍ତ ଘୁଞ୍ଚାଇ ପାରିଲେନି କାଳିଆକୁ। ଯାହାର ଇଚ୍ଛାରେ ସାରା ବିଶ୍ୱ ଚାଲେ, ତାକୁ ପୁଣି କିଏ ଚଲେଇବ? ହଁ, ଜଣେ ଚଲେଇ ପାରେ, ଜଣେ ହିଁ ଅଟକେଇ ପାରେ। ସେ ଅଧିକାର କେବଳ ସେ ତାଙ୍କ ଭକ୍ତକୁ ଦେଇଛନ୍ତି। ଏଉଟା ବଳିଆ ପ୍ରମାଣ କରିଦେଇଥିଲେ। ପୂଜାପଣ୍ଡା ଛାନିଆ, ରାଜା ଛାନିଆ, ଭକ୍ତଙ୍କର ବୁଦ୍ଧି ହଜିଗଲାଣି। ଶେଷରେ ମହାପ୍ରଭୁ ପ୍ରତାପରୁଦ୍ର ଦେବଙ୍କୁ ସ୍ୱପ୍ନାଦେଶ ଦେଲେ, ବାଙ୍କି ମୁହାଣରେ ମୋ ଭକ୍ତ ବଳିଆ, ତା ବାଲି ରଥରେ ମୁଁ। ତାକୁ ଅପବିତ୍ର କହି ଘଉଡ଼ି ଦେଲେ ସିନା। ଯାଅ, ତାକୁ ଡାକି ଆଣ। ସେ ଅପବିତ୍ର ଭକ୍ତର ହାତ ବାଜିଲେ ମୋ ନନ୍ଦିଘୋଷ ଗଡ଼ିବ। ରାଜା ପାଲିଙ୍କିରେ ବସାଇ ବଳରାମକୁ ଅଣାଗଲା। ସେ ହାତ ଲଗେଇବାରୁ କାଳିଆଙ୍କ ରଥ ଘୁଞ୍ଚିଲା। ବୋଲ ଜୟ ଜଗନ୍ନାଥ ସ୍ୱାମୀ କି ଜୟ। କାଳିଆ ପବିତ୍ର ଅପବିତ୍ରଠାରୁ ଊର୍ଦ୍ଧ୍ୱରେ, ଆଉ ଜାତି ଅଜାତିରୁ ଊର୍ଦ୍ଧ୍ୱରେ। ସେ ଚାହେଁ କେବଳ ସମର୍ପଣ। ସେଥିପାଇଁ ତ ଦିନେ କୁରୁକ୍ଷେତ୍ରରେ କହିଥିଲେ, ସର୍ବଧର୍ମାଣି ପରିତ୍ୟଜ୍ୟ ମାମେକ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ। ସେହି ବଳରାମ ମହାପାତ୍ର ଆଜିର ଘରେ ଘରେ ପରିଚିତ। ବଳରାମ ଦାସ ଦାଣ୍ଡି ରାମାୟଣର ରଚୟିତା, ଶ୍ରୀ ଚୈତନ୍ୟଙ୍କ ଶିଷ୍ୟ, ପଞ୍ଚଶାଖା ମଧ୍ୟରୁ ଜଣେ। ଫ୍ରେଣ୍ଡସ୍,
ଏ ଭକ୍ତ ବଳରାମ ଦାସଙ୍କ ଆଧ୍ୟାତ୍ମିକ ସତ୍ୟତା ଉପରେ ଆଧାରିତ ନିଶ୍ଚିନ୍ତ ଆପଣଙ୍କ ମନ ଶରୀରକୁ ଶିହରଣ କରିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ ଏମିତି ଆଧ୍ୟାତ୍ମିକ ଷ୍ଟୋରି ବିଷୟରେ ଭିଡ଼ିଓ ବନେଇବା ପାଇଁ। ନମସ୍କାର।